ओं नमो भगवते वासुदेवाय कहउचंती जगन्नाथ दास कहला श्रीकृष्ण लीलार चरित मुख पद्मरुतर च्युत कृष्णଙ୍କର ଚରଣ କମଳ ରୂପୀ ନୌକା ଆଶ୍ରୟ କରି ପରୀକ୍ଷିତ ମହାରାଜ କହିଲେ ମୋର ପିତାମହ ଅର୍ଜୁନ ଆଜି କୁରୁକ୍ଷେତ୍ର ଯୁଦ୍ଧରେ ଦେବ ବିଜୟୀ ଅତିରଥ ଭୀଷ୍ମ ଆଦି ରୂପ ତିମିଙ୍ଗିଳ ସଂକୁଳ କୌରବ ସେନାବାହିନୀ ରୂପକ ସମୁଦ୍ରକୁ ଭଗବାନଙ୍କ କୃପାରୁ ଗୋସ୍ପଦ ଗର୍ତ୍ତ କରି ଅବଲୀଳାକ୍ରମେ ଉତ୍ତୀର୍ଣ୍ଣ ହୋଇଥିଲେ। ମୋର ମା କୃଷ୍ଣଙ୍କ ପାଦ ପଦ୍ମରେ ଶରଣ ଗ୍ରହଣ କରିଥିଲେ ବୋଲି ଭଗବାନ ସୁଦର୍ଶନ ଚକ୍ର ହାତରେ ତାଙ୍କ ଗର୍ଭରେ ପ୍ରବେଶ କରି ଅଶ୍ୱତ୍ଥାମାର ବ୍ରହ୍ମାସ୍ତ୍ର ଦ୍ୱାରା ନଷ୍ଟ ପ୍ରାୟ କୁରୁ ଓ ପାଣ୍ଡବ କୁଳର ଶେଷ ବଂଶଧର ମୋର ଶରୀରକୁ ରକ୍ଷା କରିଥିଲେ। ଭଗବାନ କୃଷ୍ଣ ସମସ୍ତ ଜୀବଙ୍କର ଅନ୍ତର ମଧ୍ୟରେ ବାହାରେ ଶାଶ୍ୱତ କାଳ ରୂପେ ଅର୍ଥାତ୍ ପରମାତ୍ମା ରୂପରେ ବିରାଟ ରୂପରେ ତାଙ୍କ ଶକ୍ତି ଦ୍ୱାରା ପ୍ରକାଶିତ ହୋଇ ସମସ୍ତଙ୍କୁ ନିଷ୍ଠୁର ମୃତ୍ୟୁ ରୂପେ ବା ଅଥବା ଜୀବନ ରୂପେ ମୁକ୍ତି ପ୍ରଦାନ କରନ୍ତି। ସେଇ ଭଗବାନଙ୍କର ଦିବ୍ୟ ଚରିତାବଳୀ ବର୍ଣ୍ଣନା କରନ୍ତୁ। ପରୀକ୍ଷିତ ମହାରାଜ କହୁଛନ୍ତି ସୁକ ଗୋସ୍ୱାମୀଙ୍କୁ। ଏଇଠି ଗୋଟିଏ କଥା ଜାଣିବା, ଯେଉଁ ବ୍ୟକ୍ତି ସମଗ୍ର ଜଗତର ଆଶ୍ରୟ ଏବଂ ମୁରାରୀ ନାମରେ ବିଖ୍ୟାତ ପରମେଶ୍ୱର ଭଗବାନଙ୍କ ପାଦ ପଦ୍ମ ରୂପକ ନୌକାରେ ଆଶ୍ରୟ ଗ୍ରହଣ କରିଛନ୍ତି, ତାଙ୍କ ନିକଟରେ ଭବସାଗର ଗୋଟେ ତୁଚ୍ଛ ପରି ମନେ ହୁଏ। ଆରାମରେ ସେ ପାରେଇ ଯିବେ। ପରଂ ପଦମ ବା ବୈକୁଣ୍ଠମ, ଯେଉଁଠାରେ କିଛି ଜଡ଼ ଜାଗତିକର କ୍ଲେଶ ନାହିଁ। ଜଡ଼ ଜଗତରେ ପ୍ରତି ପଦରେ ବିପଦ, ସେ ସ୍ଥାନ ସମସ୍ତ ବିପଦରୁ କିନ୍ତୁ ମୁକ୍ତ, ତାହା ହେଉଛି ବୈକୁଣ୍ଠ ଧାମ। ଅହଂ ତ୍ୱାଂ ସର୍ବ ପାପେଭ୍ୟ ମୋକ୍ଷୟିଷାମି ମା ଶୁଚ। ଏ ଯୋଉ କହୁଛନ୍ତି ଅଷ୍ଟାଦଶ ଅଧ୍ୟାୟ 66 ନମ୍ବର ଶ୍ଲୋକ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ମୁଁ ତମକୁ ସମସ୍ତ ପାପରୁ ରକ୍ଷା କରିଦେବି ରେ ଅର୍ଜୁନ, ଭୟ କରନି, କେବଳ ମୋ ପାଖରେ ଶରଣ ଗ୍ରହଣ କର। ସୁରକ୍ଷିତ ଭାବରେ ଆଶ୍ରୟ ଲାଭ କରାଯାଇପାରିବ। ତେଣୁ ହେ ସୁକଦେବ ଗୋସ୍ୱାମୀ, ଆପଣ ପୂର୍ବରୁ କହିଛନ୍ତି ଦ୍ୱିତୀୟ ଚତୁର୍ବ୍ୟୁହର ସଂକର୍ଷଣ ରୋହିଣୀଙ୍କ ପୁତ୍ର ବଳରାମ ଆବିର୍ଭୂତ ହୋଇଥିଲେ। କହିଛନ୍ତି ଆପଣ କଥା। ବଳରାମଙ୍କ ଦେହାନ୍ତର ନ ହୋଇ ତାଙ୍କ ପକ୍ଷରେ ପ୍ରଥମେ ଦେବକୀଙ୍କ ଗର୍ଭରେ, ତାପରେ ରୋହିଣୀଙ୍କ ଗର୍ଭରେ ଅବସ୍ଥାନ କରି କିପରି ସମ୍ଭବ ହେଲା, ସେ କଥା ଟିକେ ଦୟାକରି କହିଲେ। କେମିତି ସମ୍ଭବ ହୋଇପାରୁଛି ଏ କଥାଟି? ସୁନ୍ଦର ଭାବରେ ଜଗନ୍ନାଥ ଦାସ ମଧ୍ୟ ତାକୁ ଲେଖିଛନ୍ତି। ତେଣୁ ମତେ ଟିକେ ସେ ବାବଦରେ ଜଣାଅ। ତେଣୁ ଭଗବାନ କୃଷ୍ଣ କାହିଁକି ନିଜ ପିତା ବସୁଦେବଙ୍କ ଗୃହରୁ ବୃନ୍ଦାବନରେ ନନ୍ଦ ମହାରାଜଙ୍କ ଗୃହକୁ ନିଜକୁ ସ୍ଥାନାନ୍ତରିତ କରିଥିଲେ? ଯାଦବେଶ୍ୱର ଭଗବାନ ନିଜ ଆତ୍ମୀୟ ସ୍ୱଜନ ମାନଙ୍କ ସହିତ ବୃନ୍ଦାବନରେ କେଉଁଠାରେ ଅବସ୍ଥାନ କରିଥିଲେ? ଏସବୁ କଥାର ପଛରେ କ'ଣ ଅଛି? ଏସବୁ କଥାର ପଛରେ ଗୋଟେ ଅଛି ଲୀଳା। ଲୀଳାର ଅର୍ଥ ଦିବ୍ୟ, ଭବ୍ୟ, ପୁଣ୍ୟ ଆଉ ସର୍ବୋପରି ଅନୁଭବ। ଲୀଳାର ଅର୍ଥ ଏଠି ଅନୁଭବ ଅର୍ଥରେ। କୃଷ୍ଣ ବୃନ୍ଦାବନ ଏବଂ ମଥୁରା ଉଭୟ ସ୍ଥାନରେ ବାସ କରିଥିଲେ। ସେଠି କ'ଣ କରିଥିଲେ? କାହିଁକି ତାଙ୍କ ମାତୁଳ କଂସକୁ ବଧ କଲେ? ଏ ପ୍ରକାର ସ୍ୱଜନ ବଧ ଶାସ୍ତ୍ର ଅନୁମୋଦିତ ତ ନୁହେଁ। ମାଙ୍କ ଭାଇ ମାମୁଁ ପିତୃତୁଲ୍ୟ, ସେ ଭଉଣୀର ପୁଅକୁ ଆଇନ ସଙ୍ଗତ ଭାବେ ସମ୍ପତ୍ତିର ଉତ୍ତରାଧିକାରୀ ହବ। ଅପୁତ୍ରକ ହେଲେ, ମାତୁଳ ଯଦି ଅପୁତ୍ରକ ହୁଏ, ଭଉଣୀ ପୁଅ ତାର ସମ୍ପତ୍ତି ଅଧିକାରୀ। କୃଷ୍ଣ କାହିଁକି ମାତୁଳ କଂସକୁ ବଧ କଲେ? ଟିକେ ଜଣେଇଲ, ମୁଁ ଟିକେ ଏ କଥା ବୁଝିବି, ଶୁଣିବି। ତେଣୁ ଭଗବାନ କୃଷ୍ଣଙ୍କ ଶରୀର ଜଡ଼ ନୁହେଁ, ସେ ମନୁଷ୍ୟ ରୂପରେ ଆବିର୍ଭୂତ ହୁଅନ୍ତି। ସେ କେତେ ବର୍ଷ ଋଷିମାନଙ୍କ ସହିତ ଥିଲେ? ତାଙ୍କର କେତେ ଜଣ ପତ୍ନୀ ଥିଲେ? ସେ କେତେ ବର୍ଷ ଦ୍ୱାରକାରେ ବାସ କରିଥିଲେ? ମତେ ଟିକେ ଜଣାଅ ସେ ସବୁ ବିଷୟରେ। କହୁଛନ୍ତି ଜଗନ୍ନାଥ ଦାସ ସୁନ୍ଦର ଭାବରେ।
कहले विचारे हेली भ्रमचित भमुनि कहिबा तदंत जगत जनकर गुरु जार महिमा महामेरु। तेणु हे महर्षि आपण कृष्णଙ୍କ विषय सब किछि जानती, दयाकरी आपण जो विषय मु प्रश्न करिछि जो विषय प्रश्न करी नाही सविस्तारित भाव में से समस्त कार्यकलाप कहतु, कारण तांको प्रति मोर पूर्ण विश्वास रही से विषय श्रवण करने को मु अत्यंत उत्सुक अटे। आसन्न मृत्यु काल मोर प्रतिज्ञा हेतु एपरिकी मु जलपान पर्यंत त्याग करिछि, तथापि आपणक मुखपद्म निःसृत कृष्ण लीला अमृत पान करने फल अत्यंत असहनीय क्षुधा एवं तृष्णा मो पाई कौन सी विघ्न सृष्टि करि पारु नाही, कौन सी विघ्न सृष्टि करि पारु नाही। सुत गोस्वामी सेठु कहिले, जेतेबेले कहिले हरि चरित सुधा बारी श्रुति जुगले पान करी जगत संहारिणी सुधा क्षुधा से मते न करई बाधा। सुत गोस्वामी सेठु कहिले कहले शुणीरा जार साधु कथा मुनि पंडित सामरथा कृष्ण चरणे देई चित बोलंती सुण भागवत। सुत गोस्वामी कहले हे भृगुनंदन सौन करुषि परम पूज्य महाभागवत व्यासनंदन सुक गोस्वामी परीक्षित महाराज धर्मनिष्ठ प्रश्न शुणिकिनी गभीर श्रद्धा सहकारे राजा को धन्यवाद जनइले। तापरे कली कलुष नासिनी कृष्ण लीला वर्णना करने को जेतेबेले आरंभ करदेले किए ना सुक गोस्वामी। तेणु जीवर जागतिक दुख दुर्दशा जहाँ ता निकट में अनर्थ अटे भक्ति जोग मध्यम अचिरे ताहा उपशम हुए। तेणु सुक गोस्वामी कहिले साधु चरित तोर बुद्धि गोविंद कृष्ण चरणे चित खेदी गोविंद। सुखदेव गोस्वामी कहले हे राजर्षि श्रेष्ठ, जेहेतु आपण वासुदेव कथा प्रति अत्यंत आकृष्ट तेणु निश्चित भावे आपण बुद्धि आध्यात्मिक ज्ञान रे स्थिर होइछि, जहाँ मानव जीवन चरम लक्ष्य अटे। जेहेतु ये आकर्षण अप्रतिहता तेणु ताहा निश्चित रूपे परम मंगलजनक अटे। कृष्ण कथा राजश्री बा एक तो समस्त उद्दिष्ट। भगवान श्री विष्णुंकर पादर उद्भूत गंगा जेपरी त्रिभुवन को पवित्र करे सेहीपरि वासुदेव कृष्णଙ୍କ लीला तार चरित्र से विषय प्रश्न वक्ता प्रश्नकर्ता श्रोता ये तीन प्रकार व्यक्ति को पवित्र करे। श्रोता वक्ता जे पचारी गोविंद ए तीन जणे जानती तोरी गोविंद। तेणु माता वसुंधरा गर्वित राजवेशधारी दैत्य मानकर असंख्य सैन्य भार भाराक्रांत ब्रह्मा शरणागत हेले। जदा जदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहम् परित्राणाय साधूनां विनाशाय च दुष्कृतं धर्म संस्थापनार्थाय संभवामि जुगे जुगे। मां वसुंधरा गोरूप धारण करी कातर स्वर रे कांदिकिनी अश्रुपूर्ण नयन रे ब्रह्मा सम्मुख रे उपस्थित होई तांको निजर दुर्भाग्यर कथा निवेदन करी कहउचंती सुंदर भाव रे जगन्नाथ दास कौन कहले जे भारा रे चली न पारई अधरु रुधिर गलई दिने क विचारई बसी के मोर शरीर आश्वासी छाड़ी संसार धारण पशिबी ब्रह्मा रे शरण माया सुरभि रूप होई कांदई चौदिग चाही विधाता निकटे मिलिला निज वेदना जनाइला।
ମା ଧରିତ୍ରୀଙ୍କ ଦୁଃଖ କଥା ଶ୍ରବଣ କରି ବ୍ରହ୍ମା ଭଗବାନ ସମେତ ଅନ୍ୟାନ୍ୟ ଦେବତାଗଣଙ୍କ ସହ ମାତା ଧରିତ୍ରୀଙ୍କୁ ନେଇ କ୍ଷୀର ସମୁଦ୍ର ତୀରକୁ ଗଲେ। ବ୍ରହ୍ମାଙ୍କ ସହିତ କଣ କଲେ? ଦେବତା ମାନେ କ୍ଷୀର ସମୁଦ୍ର ତୀରରେ ଉପସ୍ଥିତ ହୋଇ ସମଗ୍ର ଜଗତର ନାଥ ଦେବ ଦେବ ସମସ୍ତଙ୍କର ପାଳନ କର୍ତ୍ତା ଦୁଃଖ ହରଣକାରୀ କ୍ଷୀରୋଦ କସାଇ ବିଷ୍ଣୁଙ୍କୁ ସମାହିତ ଚିତ୍ତରେ ପୁରୁଷ ସୂକ୍ତ ମନ୍ତ୍ର ଦ୍ୱାରା ଉପାସନା କଲେ। ଗୀତାରେ ଯୋଉ କଥା ଭଗବାନ କହିଛନ୍ତି, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ ପୁରୁଷଂ ଶାଶ୍ୱତଃ ଦିବ୍ୟ ମାଦିଦେବ ମଜଂ ବିଭୂମ୍। ଆପଣ ପରଂ ବ୍ରହ୍ମ, ପରମ ଧାମ, ପରମ ପବିତ୍ର, ପରମ ପୁରୁଷ, ନିତ୍ୟ ଆଦିଦେବ। ବ୍ରହ୍ମା ସମାଧିମଗ୍ନ ଅବସ୍ଥାରେ ଆକାଶରେ ଧ୍ୱନିତ ଭଗବାନ ଶ୍ରୀ ବିଷ୍ଣୁଙ୍କର ବାଣୀ ଶ୍ରବଣ କରି ଦେବତା ମାନଙ୍କୁ କହିଲେ, ହେ ଦେବତା ମାନେ, ତୁମେ ମାନେ ମୋ ନିକଟକୁ ଆମ ନିକଟରୁ ପରମ ପୁରୁଷ କ୍ଷୀରୋଦକ ସାଇ ବିଷ୍ଣୁଙ୍କ ବାଣୀ ଶ୍ରବଣ କର, ଅବିଳମ୍ବେ ତାହା ସମ୍ପାଦନ କରିବାକୁ ଯତ୍ନବାନ ହୁଅ। ଏ ବିଧାତା ଶୁଣି ତା ବିକଳ ସଙ୍ଗେ ଘେନିଲେ ଦେବ ବଳ। ବ୍ରହ୍ମା ହୋଇଲେ ମନେ ଛନ୍ନ ଅନେକ ମତେ ଚିନ୍ତି ଧ୍ୟାନ। ବ୍ରହ୍ମା ଦେବତା ମାନଙ୍କୁ କହୁଛନ୍ତି, ଆମ୍ଭେ ମାନେ ନିବେଦନ କରିବା ପୂର୍ବରୁ ପରମ ପୁରୁଷ ଭଗବାନ ପୃଥିବୀର ଦୁଃଖ ବିଷୟରେ ଅବଗତ ଥିଲେ। ତେଣୁ ଭଗବାନ ଯେତେ ଦିନ ନିଜ ଇଚ୍ଛା ଶକ୍ତି ଦ୍ୱାରା ପୃଥିବୀର ଭାର ହରଣ କରିବା ପାଇଁ ପୃଥିବୀରେ ବିଚରଣ କରିବେ, ସେତେଦିନ ତୁମ୍ଭେ ମାନେ ତାଙ୍କର ପୁତ୍ର ଓ ପୌତ୍ର ରୂପେ ଯଦୁବଂଶର ଅବତୀର୍ଣ୍ଣ ହବ। ଯୋଉ କଥା ବ୍ରହ୍ମ ସଂହିତାରେ କୁହାଯାଇଛି, ରାମାଦି ମୂର୍ତ୍ତିଷୁ କଳା ନିୟମେନ ତିଷ୍ଠନ୍ ନାନାବତାର ମକରୋ ଭୁବନେଷୁ କିନ୍ତୁ କୃଷ୍ଣ ସ୍ୱୟଂ ସମ ଭବତ୍ ପରମଃ ପୁମାନ ଯୋ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଯିଏ ରାମ ନୃସିଂହ ଆଦି ନାନା ରୂପରେ ଅବତରଣ କରନ୍ତି, ଯିଏ ସ୍ୱୟଂ ପରମ ପୁରୁଷ ଭଗବାନ କୃଷ୍ଣ ନିଜେ ମଧ୍ୟ ଅବତରଣ କରି ସେ ଆଦି ପୁରୁଷ ଗୋବିନ୍ଦଙ୍କୁ ଆମେ ଭଜନ କରୁଛୁ। ତେଣୁ ପଦ୍ମ ପୁରାଣ କହନ୍ତି, ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଭିନ୍ନ ତ୍ୱନ୍ନାମ ନାମିନୋ। ପଦ୍ମ ପୁରାଣ। ହରେ କୃଷ୍ଣ ମହାମନ୍ତ୍ର ଶବ୍ଦ ଭଗବାନ କୃଷ୍ଣଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ତେଣୁ ସର୍ବଶକ୍ତିମାନ ଭଗବାନ କୃଷ୍ଣ ସ୍ୱୟଂ ବସୁଦେବଙ୍କ ପୁତ୍ର ରୂପେ ଆବିର୍ଭୂତ ହେବେ। ଦେବପତ୍ନୀ ଗଣ ମଧ୍ୟ ତାଙ୍କର ସନ୍ତୋଷ ବିଧାନ ପାଇଁ ସେଠାରେ ଆବିର୍ଭୂତ ହୁଅନ୍ତି। କୃଷ୍ଣଙ୍କର ପ୍ରଥମ ଅଂଶ ସଂକର୍ଷଣ, ସେହି ଜଡ଼ ଜଗତରେ ସମସ୍ତ ଅବତାରଙ୍କର ଆଦି ଉତ୍ସ ଅଟନ୍ତି। ତେଣୁ ଶ୍ରୀକୃଷ୍ଣଙ୍କର ଆବିର୍ଭାବ ପୂର୍ବରୁ ଏ ମୂଳ ସଂକର୍ଷଣ ଭଗବାନ କୃଷ୍ଣଙ୍କର ସେବା କରିବା ପାଇଁ ବଳଦେବ ରୂପେ ଆବିର୍ଭୂତ ହେବେ ବୋଲି ଆନନ୍ଦ କବାର